ସକାଳେ ଉଠି ସବୁ କାମ ସାରି ସାରିଲା ପରେ ମୁଁ ଭାବିଲି ଯାଉଛି ଟିକେ ମୋବାଇଲରେ ଦେଖିବି କ'ଣ ଭିଡ଼ିଓ କ'ଣ ନାହିଁ। କିଛି ଜିନିଷ ଶିଖିବା ପାଇଁ ବି ମୋବାଇଲ ୟୁଜ୍ କରେ ମୁଁ। ବେଶୀ ଅନନେସେସରି ଖର୍ଚ୍ଚ ମାନେ ଏଣୁତେଣୁ ଜିନିଷ ଦେଖେନି। କିନ୍ତୁ କ'ଣ କରିବି ଆଜି ଇଣ୍ଟରନେଟ୍ ପୁରା ବନ୍ଦ। ହଉ ଗୋଟେ ଦିନ ବନ୍ଦ ହେଲା, ଗୋଟେ ଦିନ ବନ୍ଦ ହେଲା କିଛି ନାହିଁ, 5 ଦିନ ପୁରା ବନ୍ଦ। ମାଲୋ ସେ ଯେଉଁ ଗରମ ତା ସହିତ ବୋର୍। ବାପାଙ୍କର ବୋର୍ କ'ଣ ହେବେ, ବାପା ତ ଟିଭି ଦେଖୁଛନ୍ତି, ମୁଁ ତ ଟିଭି ଦେଖିବା ପାଇଁ ସମୟ ପାଏନି। କାହିଁକିନା ମୁଁ ଏପଟରେ କାମ କରେ, ବେଳେବେଳେ ମୋବାଇଲ ଟିକେ ଫାଙ୍କା ହେଇଗଲେ ମୁଁ ମୋବାଇଲ ଦେଖେ, ମୋବାଇଲରେ ଭିଡ଼ିଓ ଏଡ଼ିଟିଂ କରେ କି କିଛି କାମ କରେ କି କିଛି ଜାଣିବା ପାଇଁ ଚେଷ୍ଟା କରେ। କିନ୍ତୁ ଆଜି 3 ଦିନ ହେଇଗଲାଣି ପୁରା ମୋବାଇଲ ପୁରା ଶବ ଭଳିଆ ପଡ଼ିଛି। ଆଉ ମୋତେ ଏତେ ଜୋର ଗରମ ହେଉଛି, ଘରେ ବି ଏତେ ଗରମ ହେଉଛି। ମୁଁ ନଈ ପାଖରେ ଆସି ବୁଲୁଥିଲି, ମୁଁ କହିଲି କେବେ ପ୍ରଭୁ ଇଣ୍ଟରନେଟ୍ ଆସିବ। ଇଣ୍ଟରନେଟ୍ ଆସିବା କଥା ମେନ୍ ନୁହଁ, ମେନ୍ ହେଉଛି ଯେ ଯେଉଁ ଗଣ୍ଡଗୋଳ ବି କିଛି ହେଇଛି ସେଇଟା ଭଗବାନଙ୍କ ଦୟାରୁ ସେଇଟା ସମାଧାନ ହେଇଯାଉ ଆଉ ସମସ୍ତେ ଭଲରେ ରୁହନ୍ତୁ। ଏଇଟା ହିଁ ମୋର ଆଶା ଥିଲା। ଆଉ ଆପଣମାନେ କେମିତି ଇଣ୍ଟରନେଟ୍ ବିନା ଦିନଟା କଟଉଥିଲେ ନିଶ୍ଚିତ କମେଣ୍ଟ କରିବେ। ଜୟ ଜଗନ୍ନାଥ।